ଯାହା ହଉ ସରକାର ଅନେକ ଯୋଜନା କରନ୍ତି। ସରକାର ନୂତନ ଦିଗ ଦେଖାନ୍ତି, ମାର୍ଗ ଦେଖାନ୍ତି, କିନ୍ତୁ ସରକାରଙ୍କୁ ସହଯୋଗ କରିବା ପାଇଁ କିଛି କିଛି ଉଦୀୟମାନ ଯୁବକ, ଉଦୀୟମାନ ଯୁବତୀ ସେମାନେ ସାମ୍ନାକୁ ଆସନ୍ତି ଆଉ ସରକାରଙ୍କୁ ମଧ୍ୟ ସହଯୋଗ କରନ୍ତି। ଯେ ଆଜ୍ଞା ଦେଖନ୍ତୁ, ସମସ୍ତଙ୍କ ପାଖରେ ପ୍ରଶ୍ନ ଉଠୁଛି, ସୁଭଦ୍ରା ଯୋଜନାରେ 5,000 ଟଙ୍କା ପାଇଲା ପରେ ଖର୍ଚ୍ଚ ହେଇଯାଉଛି, କିମ୍ବା ସ୍ୱାମୀମାନେ ଡ୍ରିଙ୍କ କରୁଛନ୍ତି, କିମ୍ବା ଆଉ ପଇସା କିଛି ଅନ୍ୟ ବାଟରେ ଲାଗିଯାଉଛି। କିନ୍ତୁ ସେଇ ପଇସାକୁ ସେଭ୍ କରିବା ପାଇଁ, ସେଇ ପଇସାକୁ 10 ଗୁଣା କରିବା ପାଇଁ ଉତ୍କଳ ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ସାମ୍ନାକୁ ଆସି ସହଯୋଗର ହାତ, ବିଜନେସ୍ର ହାତ, ଯେଉଁମାନେ ଯୁବପିଢ଼ି, ଯୁବକମାନେ ସ୍ୱାବଲମ୍ବୀ ହେବା ପାଇଁ ତାଙ୍କୁ ମଧ୍ୟ ମାର୍ଗ ଦେଖାଉଛନ୍ତି ଉତ୍କଳ ଇଣ୍ଡଷ୍ଟ୍ରିଜ୍, ଯିଏକି ବରମୁଣ୍ଡାରେ ଥିବା ରୁଚିକା ମାର୍କେଟରେ ବର୍ତ୍ତମାନ ଏଇ ଜିନିଷ ଆରମ୍ଭ ହେଇଛି। ଆଉ ତା ସହିତ ଆମେ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର 4.5 କୋଟି ଓଡ଼ିଆ, ଯେତେ ସବୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମା ମାନେ, ଯେତେ ସବୁ ପୂର୍ବରୁ ସରକାରଙ୍କ ସମୟରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଭାବରେ ଥିଲେ, ସମସ୍ତଙ୍କୁ ଆମେ ଆମନ୍ତ୍ରଣ କରୁଛୁ, ନିମନ୍ତ୍ରଣ କରୁଛୁ। ସେମାନେ ଉତ୍କଳ ଇଣ୍ଡଷ୍ଟ୍ରିଜରେ ସ୍ୱାବଲମ୍ବୀ ହେବା ପାଇଁ କିଛି କିଛି ସୁଭଦ୍ରା ଯୋଜନାର ଟଙ୍କା ବିନିଯୋଗ କରନ୍ତୁ। ବିଭିନ୍ନ ପ୍ରକାରର ମେସିନ୍, ଯେଉଁଟାକି ମା ମାନେ, ତାଙ୍କର ବେକାର ଝିଅ ପୁଅମାନେ, ଯେଉଁମାନେ ଯୁବପିଢ଼ିମାନେ ଘରେ ବସୁଛନ୍ତି, କୌଣସି କାମ କରିବା ପାଇଁ ଇଚ୍ଛା ହେଉନାହିଁ, ତାଙ୍କୁ ଚାକିରି ମିଳୁନାହିଁ, ତେଣୁ ସେମାନେ ଏଇ ସଂସ୍ଥାରୁ ମେସିନ୍ଟିଏ ନିଅନ୍ତୁ। ବିଭିନ୍ନ ପ୍ରକାର ମେସିନ୍, ଖଲିପତ୍ର ମେସିନ୍, ଧୂପକାଠି ମେସିନ୍, ବିଭିନ୍ନ ପ୍ରକାରର ମେସିନ୍ ରହିଛି। ତ ସେମାନେ ଭିଜିଟ୍ କରନ୍ତୁ, ଉତ୍କଳ ଇଣ୍ଡଷ୍ଟ୍ରିଜକୁ ଭିଜିଟ୍ କରନ୍ତୁ। ଆଉ ତା ସହିତ ଓଡ଼ିଶାରେ ଯେତେ ଯେଉଁଠି ଏଇଭଳି ଇଣ୍ଡଷ୍ଟ୍ରିଜ୍ ରହିଛି, ସେମାନଙ୍କର ସମସ୍ତଙ୍କର ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ କହିଲେ ଉତ୍କଳ ଇଣ୍ଡଷ୍ଟ୍ରିଜ୍ ଚଳେ। ଉତ୍କଳ ଇଣ୍ଡଷ୍ଟ୍ରିଜ୍ ନାଁ ଶୁଣିଲେ ତ ସାରା ଓଡ଼ିଶା ମଧ୍ୟ ଜାଣେ ଗୋଟେ ବ୍ରାଣ୍ଡ କମ୍ପାନୀ ଉତ୍କଳ ଇଣ୍ଡଷ୍ଟ୍ରିଜ୍। ଉତ୍କଳ ଇଣ୍ଡଷ୍ଟ୍ରିଜରେ ବର୍ତ୍ତମାନ ଅନେକ ବେକାର ଯୁବକ ଯୁବତୀ ସ୍ୱାବଲମ୍ବୀ ହେବେ। ସରକାର ମଧ୍ୟ ଏହାକୁ ଭଲ ରୂପେ ଜାଣିଛନ୍ତି। ଅନେକ ସମୟରେ ଯାହା ବି ହଉ, ବିଭିନ୍ନ ପ୍ରକାରର ମା ମାନେ ଆସି ଏଠାରୁ ଉପକୃତ ହେଇଛନ୍ତି। ଆଉ ମେସିନ୍ ନେଇ ତାଙ୍କ ପିଲା ପରିବାର, ସ୍ୱୟଂ ସହାୟକର ବିଭିନ୍ନ ଟିମ୍ ସେମାନେ ମଧ୍ୟ ସ୍ୱାବଲମ୍ବୀ ହେଇଛନ୍ତି। ତା ସହିତ ଆପଣ ଦେଖନ୍ତୁ, ଯଦି ପିଲାମାନେ ବେକାର ଅଛନ୍ତି, ଯଦି ପୁଅ ଝିଅମାନେ ପାଠ ପଢ଼ିଲେନି, କମ୍ ଏଜୁକେସନରେ ଘରେ ରହିଗଲେ, କିମ୍ବା ତା ସହିତ ଏଜୁକେସନ୍ ଥାଇ ମଧ୍ୟ ଚାକିରି ମିଳୁନାହିଁ, ବସି ଖାଇଲେ ନଈବାଲି ସରେ, ତ ସେଥିପାଇଁ ଏଇଭଳି ଗୋଟେ ମେସିନ୍ ବ୍ୟବହାର କଲେ ତ ଆପଣମାନେ ଘରେ ବସି ନିହାତି ସ୍ୱାବଲମ୍ବୀ ହେଇପାରିବେ। ଆପଣମାନେ ଦେଖନ୍ତୁ, ଗୋଟେ ଉଦାହରଣ, ଯେ ଖଲିପତ୍ର ମେସିନ୍ଟି ଯଦି ମା ମାନେ ଘରେ ବନାଉଛନ୍ତି, ତାହେଲେ ସେ ମେସିନ୍କୁ 1 ଟଙ୍କାରେ 1.5 ଟଙ୍କାରେ ବିକ୍ରି କରୁଛନ୍ତି କୋଉଠି? ମାର୍କେଟରେ। କିନ୍ତୁ ଯେଉଁମାନେ ଦୋକାନୀ, ଯେଉଁମାନେ ବିକ୍ରି କରୁଛନ୍ତି 4 ଟଙ୍କା ପିସ୍ ବିକ୍ରି କଲେଣି। ତାହେଲେ ଆପଣମାନେ ପରିଶ୍ରମ କରୁଛନ୍ତି, ତାକୁ ବିକ୍ରି କରାଯାଉଛି ଅଧିକା ଲାଭରେ। ତ ସେମିତି ଆପଣମାନେ ନିଶ୍ଚିନ୍ତ ରୂପେ ପିଲାମାନଙ୍କୁ ବେକାର ନ କରିକି, ପିଲାମାନଙ୍କ ବିଷୟରେ ଚିନ୍ତା କରିକି, ପିଲାମାନଙ୍କୁ ଆଗକୁ ବଢ଼ିବା ପାଇଁ, ବାଟ ଦେଖିବା ପାଇଁ, ତାଙ୍କୁ କର୍ମଜୀବୀ କରିବା ପାଇଁ, ତ ସମସ୍ତ ମା ମାନଙ୍କୁ ନିବେଦନ, ମୁଁ ଆଇନଜୀବୀ ସୁମନ୍ତ ସ୍ୱାଇଁ, ମୁଁ ଆପଣମାନଙ୍କୁ ଆୱାରନେସ୍ କରୁଛି ଯେ ସମସ୍ତେ ଓଡ଼ିଶାବାସୀ ଉତ୍କଳ ଇଣ୍ଡଷ୍ଟ୍ରିଜର ବିଷୟରେ ଇନକ୍ୱାରି କରନ୍ତୁ, ଉତ୍କଳ ଇଣ୍ଡଷ୍ଟ୍ରିକୁ ଭିଜିଟ୍ କରନ୍ତୁ, ଉତ୍କଳ ଇଣ୍ଡଷ୍ଟ୍ରିଜର ଯାହା ପ୍ରଡକ୍ଟ, ଯେଉଁ ମେସିନ୍, ତାକୁ ମଧ୍ୟ ଜାଣନ୍ତୁ। ଆପଣ ଅତି ଶୀଘ୍ର ଓଡ଼ିଶାରେ ନାଁ କରିପାରିବେ, ସେ ମଧ୍ୟ ସରକାରଙ୍କ ପାଖରେ ପୁରସ୍କୃତ ହେଇପାରିବେ। ଆମେ ଏହା ପ୍ରାଇଜ୍ ମଧ୍ୟ ରଖିଛୁ। ଧନ୍ୟବାଦ।